କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଆନୁକୂଲ୍ୟରେ ଭବାନୀପାଟଣା ସହରସ୍ଥିତ ଏସ୍ଏନ୍ କନଫରେନ୍ସ ହଲ୍ଠାରେ ନୂଆଖାଇ ଭେଟଘାଟ 2025 ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗଠନର ଜିଲ୍ଲା ସଭାପତି ଧୀମାନ ବସନ୍ତ ନାୟକ ମଞ୍ଚରେ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ତଥାଗତ ବୁଦ୍ଧ ଓ ବାବା ସାହେବଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳ ପୁଷ୍ପମାଲ୍ୟାର୍ପଣ କରି ତିରସନ ଗାନ କରାଯାଇ ସାମୂହିକ ନୂଆଖାଇ ପ୍ରସାଦ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ସଂଗଠନ ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ସଂଗଠନ ଉପସଭାପତି ରାମକୁମାର ନାୟକ, ପୂର୍ବତନ ସଭାପତି ଶ୍ରୀବତ୍ସ ତାଣ୍ଡି, କାର୍ଯ୍ୟକାରୀ ସଭାପତି ଶ୍ରୀ ଋଷି ସୁଦନ ଛତ୍ରପାଲ, ସଚିବ ବିଭୂଷଣ ନାୟକ, କୋଷାଧ୍ୟକ୍ଷ ଗଜମୋହନ ନାୟକ ଓ ମିଡିଆ ପ୍ରଭାରୀ ରଜନୀକାନ୍ତ ଶର୍ମଲିଆ ପ୍ରମୁଖ ମଞ୍ଚ ଆସିନଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯିବା ପରେ ସଂଗଠନ ପୂର୍ବତନ ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହିରାଞ୍ଚଳର ସାମ୍ବାଦିକ ମନୋଜ କୁମାର ନାୟକ, କବିରାଜ ଦୁର୍ଗାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଞ୍ଚଳରୁ ବହୁ ସଦସ୍ୟ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟନାରାୟଣ କୁମାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦନ କରିଥିଲେ। ଭବାନୀପାଟଣାରୁ ମନୋଜ କୁମାର ନାୟକଙ୍କ ରିପୋର୍ଟ, ହିରାଞ୍ଚଳ ଲାଇଭ୍। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଚାହାନ୍ତି ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ।